ହାପି ଦଶହରା ସାଙ୍ଗମାନେ। ଦଶହରାରେ ଠାକୁରଙ୍କୁ 10 ପ୍ରକାର ଫଳ ଭୋଗ ଲଗାଯାଏ। 10 ପ୍ରକାର ଫୁଲ ମାଆଙ୍କୁ ଅର୍ପଣ କରାଯାଏ। ସେଥିପାଇଁ ମୋ ମା ସକାଳୁ ଉଠି ବାରିରୁ 10 ପ୍ରକାର ଫୁଲ ତୋଳି ଆଣି ଠାକୁରଙ୍କୁ ଯାହା ଯାହା ଦରକାର ସବୁ ସଜେଇକି ଥୋଇ ଦେଇଥିଲା। ମୁଁ ସକାଳୁ ଉଠି ନିଜ ନିତ୍ୟକର୍ମ ସାରି ନଡ଼ିଆ କୋରିଆରେ ଲାଗିଗଲି। କାରଣ ଯେହେତୁ ଆଜି ଦଶହରା, ସୋମନାଥ ବ୍ରତ, ସୁଦଶା ବ୍ରତ ଗୋଟେ ଦିନରେ ପଡ଼ିଯାଇଥିଲା, ନଡ଼ିଆ କୋରିଆରେ ଲାଗିଗଲି। ତାପରେ ଆସିକି ଦେଖିଲି ବାବା ତାଙ୍କ ସାମାନରେ ତେଲ, ଚନ୍ଦନ, ସିନ୍ଦୁର, ସାଲୁକନା ସବୁ ଲଗେଇକି ରେଡ଼ି କରି ରଖିଥିଲେ। କାରଣ ବାବାଙ୍କର ବହୁତ ସାମାନ ଥାଏ, ତା ପୂର୍ବ ଦିନରୁ ସାମାନ ଯାକ ସବୁ ଧୁଆ ଧୁଆ କରିକି ରଖାଯାଇଥାଏ। ବାବା ତା ଦଶହରା ଦିନ ସବୁ ସାମାନ ଯାକରେ ସାଲୁକନା ବାନ୍ଧିକି ରଖନ୍ତି। ସାଲୁକନା ବନ୍ଧା ସାରିଲା ପରେ ବାବା ଗଲେ କି ତାଙ୍କର ଗାଡ଼ି ବି ପୂଜା କରିଦେଲେ। ତାପରେ ଆମେ ଭାଇ ଭଉଣୀ ମୋ ପୁଅ ମିଶିକି ଯେତକ ସାମାନ ସବୁ ଥିଲା ଖଟ ଉପରେ ନେଇକି ଥୋଇକି ମୁଁ ଲାଗିଗଲି ପୂର୍ଣ୍ଣକୁମ୍ଭ ବସାଇବାରେ। କାରଣ ଠାକୁର ପୂଜାରେ ହିଁ ଆଗ ପୂର୍ଣ୍ଣକୁମ୍ଭକୁ ଆଗ ହିଁ ଡକାଯାଏ। ତାପରେ ହିଁ ତୁମେ ଯେଉଁ ଠାକୁର ପୂଜା କରିବା କଥା କରନ୍ତି। ତାପରେ କାରଣ ପୂର୍ଣ୍ଣକୁମ୍ଭ ହେଉଛନ୍ତି ଶୁଭ, ସେ ଶୁଭର ପ୍ରତୀକ, ତେଣୁ ତାଙ୍କୁ ହିଁ ଆଗ ସ୍ମରଣ କରାଯାଏ। ତାପରେ ବାବା ଆସିକି ଚୁଡ଼ା ଘଷା ଆମର ହେଇଥିଲା, ଚୁଡ଼ା ଘଷା 10 ପ୍ରକାର ଫଳ ସେରା ସବୁ ବାବା ଆଣିକି ଲାଗିଗଲେ ପୂଜା କରିବାକୁ। କାରଣ ଯେହେତୁ ବାବାଙ୍କର ସାମାନ ବସିଥାଏ, ପ୍ରତିବର୍ଷ ଗୋଟେ ଥର ହିଁ ବସିଥାଏ ସାମାନ ପୂଜାରେ। ସେଥିପାଇଁ ସକାଳ ଯେଉଁ ଭୋଗଟା କରାଯାଏ ବାବା ସେ ଭୋଗଟା ନିଜେ କରିଥାନ୍ତି। ଆଉ ଯେଉଁ ଭୋଗ କରାଯାଏ ତାକୁ ମା କରେ। ପ୍ରତିବର୍ଷ ଭୋଗ ଆମ ପିଠା କରନ୍ତି, ବାବା ଆଉ ମା ମିଶି ପିଠା କରନ୍ତି। କାରଣ ପିଠା ମାନେ ହିଁ ଆମ ଘରେ କାକରା ମଣ୍ଡା ତ ଯେମିତି ହେଲେ ହବାଟା ଏକା ହବ। ମାନେ ବାବା କହିଲେ କି ଯଦି ଯେହେତୁ ଏଥର ଝିଅ ଆଇଛି ମୁଁ ଆଉ କାହିଁ କରିବି, ତେବେ ମା ଝିଅ ପିଠା କର। ମୁଁ ଚାଲିଲି ବଜାର ଚାଲିଲି। ସେଠୁ ଆମେ ମା ଝିଅ ଲାଗିଗଲୁ ପିଠା କରିବାରେ। ପିଠା କରିସାରିଲା ପରେ ମୋ ଭାଇ ଆସିକି ପଚାରିଲା, କହିଲା ଦିଦି ସବୁ ତ ପିଠା ହେଇଗଲେ, ଦୁଇଟା କ'ଣ ଗୋଲାପଜାମୁନ କରିଛୁ କି? ମୁଁ କହିଲି ନା ଗୋଲାପଜାମୁନ ନାହିଁ, ଯେତକ ନଡ଼ିଆ ପୁର ସବୁ ହେଇଥିଲା ସବୁ ସରିଗଲା। ସବୁ ସରିଗଲା ତ ଏଇ ଦୁଇଟାକୁ ଥାପାଡ଼ା ବାଡ଼େଇ ଦେଲି ଆଉ। ତାପରେ ମା ଗଲା ଭୋଗ ଲଗେଇବାକୁ। ଆଉ ଯେଉଁତକ ପିଠା ଥିଲା ସେଗୁରା ସବୁ ଛଣାଛଣି କରି ରଖିଦେଲି। ମୋ ପୁଅ ଆସିକି 10 ଥର ପଚାରିଲାଣି, ମାମା ଭୋଗ ହେଲା କି ନାହିଁ ମୁଁ ଖାଇବି। କାରଣ ଯେହେତୁ ଦଶହରାରେ ଆମ ଘରେ ପିଆଜ ରସୁଣ ଘରେ ପଶେନି, କି ପିଆଜ ରସୁଣ କେହି ଖାଆନ୍ତିନି। ଘରେ ହିଁ ଯାହା କରାଯାଏ ସେଇଟା ହିଁ ଭୋଗ ଉପରେ ଖିଆଯାଏ। ତାପରେ ପିଠା ହେଇସାରିଲା ପରେ ମୋ ପୁଅର ଆଉ ବାବାଙ୍କର ବସିପଡ଼ିଲେ ପିଠା ଖାଇବାକୁ। ମୋ ମା ମୋ ପୁଅକୁ କହିଥିଲା କି ଆଗ ଠାକୁରଙ୍କୁ ଭୋଗଟା ଦିଆଯିବ, କାଳେ ଠାକୁର ସବୁ ଖାଇଦେବେ, ସିଏ କାଉଲ ବହଲେଇକି ସବୁତକ ପିଠା ଖାଇବାରେ ବ୍ୟସ୍ତ। ବାବା କୁହନ୍ତି ଆରେ ଠାକୁରଙ୍କୁ ଭୋଗଟା ଲଗାଯାଏ, ଠାକୁର କ'ଣ ଖାଆନ୍ତି କି? ତୁ ଏତେ କାଉଲ ବହଲ ହନି, ଧୀରେ ଧୀରେ ରହିକି ଖା।